ବାଘ ଆସୁଛି ନା ବାଘ ଆସୁଛି? ବାଘ ଆସୁଛି। ବାଘ କଣ କହିଲେ ନାଟକଟା ବହୁତ ସୁନ୍ଦର ହେଇଛି। ଡକ୍ଟର ଦୀପକ ଜେନା ସାରଙ୍କ ରଚିତ ମହେଶ ହାଜରା ସାରଙ୍କ ବଳିଷ୍ଠ ନିର୍ଦ୍ଦେଶନାର ନାଟକ। ବହୁତ ହିଟ୍ ନାଟକ। ଦୀପକ ସାର ସବୁବେଳେ ତାଙ୍କରି ନାଟକର ହିଁ ଚର୍ଚ୍ଚା ଚାଲିଛି। ଆଉ ହାଜରା ସାର୍ ବହୁତ ଭଲ ଫିଲ୍ମ ଡିରେକ୍ଟର, ସିରିଏଲ ଡିରେକ୍ଟର, ଯାତ୍ରା ଜଗତରେ ଜଣେ ସୁନାମଧନ୍ୟ ନିର୍ଦ୍ଦେଶକ। ବହୁତ ସୁନ୍ଦର ନାଟକ ହେଇଛି। ବହୁ ପ୍ରତିକ୍ରିୟାର ଅନ୍ତ ଘଟେ। 19 ତାରିଖ ଦିନ ଆମେ ବାହାରିବୁ। ଆଜି ହଉଛି ବାଘା ନାଟକର ଫାଇନାଲ ବିଜେଏମ୍। ବହୁତ ସୁନ୍ଦର ନାଟକ ହେଇଛି। ନାଟକଟି ହଉଛି ନ୍ୟୁ ଜେନେରେସନ ପାଇଁ, ମାନେ ଜେନ୍ଜି ପାଇଁ, ଜେନ୍ଜି ମାନଙ୍କ ପାଇଁ ନାଟକଟା ହେଇଛି। ବହୁତ ସୁନ୍ଦର ହେଇଛି। ଆସିଲେ ଦେଖିଲେ ଜାଣିପାରିବେ। ବାଘ ଭାଇ ଆପଣ ବାଘ ଆଣୁଛନ୍ତି, ସେପଟେ ସାପ ବୁଲୁଛି ସବୁ ଜାଗାରେ, ସବୁ ଜିନିଷ ସାପ କୋଉଠି ବୁଲୁଛି? ସାପ ତ ବୁଲୁନି। ସାପ ବୁଲୁଛି। ସମସ୍ତେ କହୁଛନ୍ତି ସାଇଙ୍କ ଭଳି ଆପଣ ଦେଖାଯାନ୍ତି, ଯେ କଣ ଭାବନ୍ତି ଯେ ସାଇଙ୍କ ଭଳି ଆପଣ ଅଭିନୟ? ଯଦି ମତେ ଜଣେ କିଏ ସାଇ ବୋଲି ସାଇଙ୍କ ଭଳି ଦେଖାଯାଉ, ମତେ ଯଦି କିଏ କି ସାଇଙ୍କ ସାଇ ଭାଇ କି ମତେ କେମିତି ସାଇଙ୍କ ଭଳି ଦେଖାଯାଉଛି ବୋଲି କିଏ କହିଲେ ମତେ ଖୁସି ଲାଗେ। ମନ ଦୁଃଖ କରିବାର ଏଥିରେ କିଛି କଥା ନାହିଁ। ସାଇ ମୋର ଗୋଟେ ବଡ ଭାଇ, ମୋ ସାଙ୍ଗ ବି। ଆମେ ଏକାଠି ଥିଲୁ। ଆମ ଦୁଇ ଜଣ ଭିତରେ ବହୁତ ଭଲ ବଣ୍ଡିଙ୍ଗ। ସେ ମତେ ବହୁତ ସପୋର୍ଟ କରେ, ମୁଁ ବି ତାକୁ ବହୁତ ଭଲ। ନାଟକ ଆରମ୍ଭ ବହୁତ ନାଟକ ଅଛି ଏବେ, ଗୋଟେ ସାରି ଏଡା ଅଛି। ଭାବୁଛନ୍ତି ଯେ ଯେମିତି ଦୀପକ ବାବୁ ଗୋଟେ ଏଡା ବି କରୁଛନ୍ତି, ସନାତନ କରୁଛନ୍ତି, ଏପଟେ ବାଘା କରୁଛନ୍ତି, ବେଶୀ ଲୋକମାନଙ୍କ ମନ ଦୀପକ ସାରଙ୍କ ସବୁତକ ନାଟକ ସବୁ ଯୋଉ ଯିଏ ବି ନାଟକ ଦେଇଛନ୍ତି ପ୍ରତ୍ୟେକ ଯାତ୍ରା ଅନୁଷ୍ଠାନରେ ସବୁ ଗୋଟେ ଗୋଟେ ନାଟକ ହିଟ୍ ହେଇଛି। ଆଉ ଗୋଟେ ଶୁଆ ଗୋଟେ ସାରି କଳିଙ୍ଗ ଆପଣ ଯେମିତି କହିଲେ ଚାଲିଛି। ତ ଆମେ ତ ବର୍ତ୍ତମାନ ଫିଲ୍ଡ କୁ ବାହାରିନା, ତ ପଛରେ ଯିଏ ଆସେ ଗହଳି ଲଗେ, ପଛରେ ଆସୁଛି କାଳିଆ ଗହଳି ଲଗେ। ତ ଆମେ ଯିବୁ ଗହଳି ଲଗେଇକି ଯିବୁ। ନାଟକଟା ବହୁତ ସୁନ୍ଦର ହେଇଛି। ଆଉ ଆଶା କରୁଛି ଦର୍ଶକ ମାନଙ୍କ ଭଗବାନଙ୍କ ଭଲ ପାଇବା ମିଳିବ। ଆଉ ନାଟକର ମୋର ଗୋଟେ ନେଗେଟିଭ ଚରିତ୍ର ଅଛି। ବହୁତ ସୁନ୍ଦର ନାଟକ ହେଇଛି। ତ ମତେ ଲାଗୁଛି କି ଏଇ ନାଟକଟା ମତେ ପରିଚୟ ଦବ। ବହୁତ ସୁନ୍ଦର ନାଟକ ହେଇଛି। ଆପଣ ମାନେ ଆସିଲେ ଜାଣିପାରିବେ। ସବୁ କଳାକାର ବହୁତ ପରିଶ୍ରମ କରୁଛନ୍ତି।